ପୁରକୃଷ୍ଣ ଆମର ପିଲାମାନେ ଆଜି ରାତି 3:30 ଉଠିଲେଣି, କାହିଁକିନା ଆମେ ଯେଉଁ ମଠରେ ଅଛେ ଗଞ୍ଜାମ ବ୍ରହ୍ମପୁରରେ, ସେଠି ତ ରାଧାକୃଷ୍ଣଙ୍କ ମନ୍ଦିର, ତ ସେଠି ସକାଳୁ ପ୍ରଭାତ ଆଳତି ହେବ। ତ ସେଥିପାଇଁ ଆମ ପିଲାମାନେ ସମସ୍ତେ ଉଠିକି ପୁରା ଗାଧୋଇ ଗୁଧାକି ରେଡି। ଆଉ ଦେଖନ୍ତୁ ଜଷ୍ଟ ଟିକେ ଦିନ ହେଇଛି, କାହିଁକିନା ଆମେ ଯେହେତୁ 3:30 ଉଠିଲୁଣି, ଗାଧୋଇ ଗୁଧା ସାରିଲା ବେଳକୁ 4 4:30 ପାଖାପାଖି ହେଲାଣି। ତ ଆମେ ସମସ୍ତେ ରେଡି ହେଇକି ଆସିଥିଲୁ ତୁଳସୀ ଚଉରାକୁ ପାଣି ଦେବା ପାଇଁ, କାହିଁକିନା କାଲି ଯେହେତୁ ଏକାଦଶୀ ବ୍ରତ ଥିଲା, ତ ଆଜି ଏକାଦଶୀ ବ୍ରତକୁ ସମ୍ପୂର୍ଣ୍ଣ କରିବା ପାଇଁ ଆମେ ତୁଳସୀ ଚଉରାରେ ପାଣି ଦେବା ପାଇଁ ଆସିଥିଲୁ। ଯେହେତୁ ଯେଉଁମାନେ ଏକାଦଶୀ ବ୍ରତ କରିଥିବେ, ତ ସେମାନେ ପ୍ରଥମେ ତୁଳସୀ ଚଉରାରେ ପାଣି ଦେଇ ସାରିଲା ପରେ ମହାପ୍ରଭୁଙ୍କ ପ୍ରସାଦ ପାଇ ସାରିଲା ପରେ ତାଙ୍କର ଏକାଦଶୀ ବ୍ରତ ସରିଥାଏ। ତ ସେଥିପାଇଁ ଆମେ ସମସ୍ତେ ଯେହେତୁ ଉପାସ କରିଥିଲୁ, ଏକାଦଶୀ ବ୍ରତ କରିଥିଲୁ, ତ ସମସ୍ତେ ଆସିକି ଜଣେ ଜଣେ କରିକି ପାଣି ଦେଇଥିଲୁ। ତାପରେ ମୁଁ ଯାଇଥିଲି ଉପରକୁ, ଆମର ପିଲାମାନେ ସମସ୍ତେ ଏଠି ଅଟୋ ବି ଆସିଯାଇଥିଲା, ସେମାନେ ଅଟୋରେ ସବୁ ଜିନିଷ ରଖୁଥିଲେ, କାହିଁକିନା ପରିକ୍ରମା ପାଇଁ ବକ୍ସ ସବୁ ଜିନିଷ ବନ୍ଧାବନ୍ଧି କରୁଥିଲେ। ଆମେ ଚାଲିଥିଲୁ ଖାଇବା ପାଇଁ। ଆମର ସକାଳୁ ଆଜି ଅନ୍ନ, ଡାଲି, ଆଳୁ ଚକା, ଭଜା, ବରା, ବହୁତ ସାରା ଆଇଟମ୍ ହେଇଥିଲା। କାଲି ଯେହେତୁ ଏକାଦଶୀ ଉପାସ ଥିଲା, ତ ସେଥିପାଇଁ ମହାରାଜ ଆଜି ସକାଳୁ ଅନ୍ନ ଡାଲି କରିବା ପାଇଁ କହିଥିଲେ, କିଛି ବି ତେଲ ଭାଜି କଥା ମନା କରିଥିଲେ। ଫିର୍ ବି ସେଠି ମହାରାଜ ବରା ପାଇଁ କହିଥିଲେ, ତ ଆମେ ବସିଲା ପରେ ଖାଇଥିଲୁ। ବହୁତ ସୁନ୍ଦର ଖାଇବା ଥିଲା ସକାଳୁ, କିନ୍ତୁ ଟିକେ ହେଭି ଯାଇଥିଲା। ତାପରେ ଆମେ ସମସ୍ତେ ଚାଲିଥିଲୁ ଯେଉଁଠି ପ୍ରୋଗ୍ରାମ ହେବ ସେଇ ଜାଗାକୁ। ଆଉ ଆମେ ଗଲାବେଳକୁ ଆମର ପିଲାମାନେ ବି ଶୋଇଯାଇଥିଲେ। ମୁଁ ବୁଝିପାରୁନି ଆଙ୍କୁ ନିଦ କେମିତି ଆସୁଛି। जय श्री श्री राम भगवान नाम परिक्रमा सरला पर आमे ब्रह्मपुर टाउन आज जेहेतु प्रथम थर आसलु, तो परिक्रमार एत जाम होता टाउन भितर, माने मु बिलीव भी करि पारनी। बहुत नेरो रास्ता थिला। आमे परिक्रमा सरला पर आसलु प्रसाद पाइबा पई, काइना सेतलको टाइम हो जाइथिला गुटे। आ आमको प्रसाद पाई सारा पर पुणी मठक आसिक फ्रेश होकर बाहर 7 घंटा जेहेतु लगे आमको घर पहुँचापी, तो से आम शीघ्र शीघ्र प्रसाद पाई। तापर प्रणामी किसी मिलता जोटा आम समस्ते ग्रहण करके आसलु सीधा मठक। एठी आसला मठरे आम भगवान दुईटा जिनस नहीं महाराज को मागिकी, जोटा कि आम भगवान पूजा कराए, भगवान को स्नान कराला बेले दुईटा पीढ़ा टाइप बहुत सुंदर देखा जाए। बाटर आसला बेले आमको नजर पड़ता चिलिका। आम घाटी उपर चली महाराज आमको देखते कि पे चिलिका देख एत सुंदर काली देखा जाऊला, माने आम निजे बिलीव भी कर पारना एक्चुअली एमती सुंदर देखा जाए।